हेलो। हे रोहित। ହଁ ଶୁଣୁଛି? ଶୁଣୁଛି ନା? ଆଜ୍ଞା ଶୁଣଉଛି। କାଲିର ପଢା ମନେ ଅଛି ନା? କାଲିର ପଢା ମନେ ଅଛି ନା ନାଇଁ? କହ ନା ଗୋଟେ କ୍ୱେଶ୍ଚନ କହ। ହେଲା। ଆମର ଭାରତ ଛାଡ ଆନ୍ଦୋଳନ ଭାରତ ଛାଡ ଆନ୍ଦୋଳନ କେବେ ଆରମ୍ଭ ହେଇଥିଲା? କୋଉଠାରେ ଆରମ୍ଭ ହେଇଥିଲା? ହେଲା। କ୍ୱେଶ୍ଚନ ଟା ହଉଛି ଭାରତ ଛାଡ ଆନ୍ଦୋଳନ କୋଉଠାରୁ ବ୍ୟାପିଥିଲା? କେଉଁଠାରୁ ବ୍ୟାପିଥିଲା? କହ ନା। ମନେ ଅଛି ନା ନାଇଁ? ମନେ ପକା କହିଥିଲି। ୱାୟାରଲେସ୍ କେନ୍ଦ୍ର କୋଉଠି? ମହାରାଷ୍ଟ୍ରର ୱାୟାରଲେସ୍ କେନ୍ଦ୍ରରୁ ଚାରିଆଡେ ବ୍ୟାପିଥିଲା। ମନେ ପଡିଲା? ପଢିନୁ କଥା କିଛି ପଢିନୁ। ଭିଡିଓ ବି ଦେଖିନୁ ଉପରେ। ହେଲା। ଆଜି ଥିଲା ହଉଛି କିସ? ଓଡିଶାର ମାନେ କେମିତି ଆନ୍ଦୋଳନ ହେଇଥିଲା, ବ୍ୟାପକତା, ଓଡିଶାରେ ଆନ୍ଦୋଳନର ବ୍ୟାପକତା ସେଇଟା ପଢ। ବହି ଦେଖଉଛି ନା? ବହି ଦେଖଉଛି ନା ନାଇଁ? ହ୍ୟାଲୋ। ଦେଖଉଛି। ଦେଖଉଛି ତ? ହେଲା। ତିନିଟା ଜାଗାର ନାମ ମନେ ରଖବା ଓଡିଶାରେ ଆନ୍ଦୋଳନର ବ୍ୟାପକତା। କିସ ପଢବା? ଓଡିଶାରେ ଆନ୍ଦୋଳନର ବ୍ୟାପକତା। ହେଲା। ଓଡିଶାରେ ଆନ୍ଦୋଳନ କିପରି ହେଇଥିଲା ଆଉ ବ୍ୟାପକ କେମିତି ବ୍ୟାପିଥିଲା, ବୁଝିଲା? ଫାଷ୍ଟ ମନେ ରଖ, କଟକ ଶୁଣିଛ? କଟକର ରେଭେନ୍ସା। ହଁ ରେଭେନ୍ସା, ବୁଝିହେଲା? କଟକର ରେଭେନ୍ସା କଲେଜ, ହୁଁ ବୁଝିହେଲା? ଏଇଠି କିସ ହେଇଥିଲା ଦେଖବା, ବୁଝିହେଲା? ଆଉ ଗୋଟେ ଜାଗା ହଉଛି ଯାଜପୁର। ଯାଜପୁର ଯାଜପୁରରେ କିସ ହେଇଥିଲା? ଯାଜପୁରର ଜାଗାଟା ନାମ ହଉଛି କାଇପଦା। ଯାଜପୁରର କାଇପଦା। ଏଇଠି କିସ ହେଇଥିଲା ଦେଖବା, ବୁଝିହେଲା? ତାପରେ ଆଉ ଗୋଟେ ଜାଗା ଅଛି, ଓଡିଶାର ଆନ୍ଦୋଳନ କିପରି ବିସ୍ତାର ହେଇଥିଲା, ବୁଝିହେଲା? ତାପରେ ଆଉ ଗୋଟେ ହଉଛି, ଜାଗା ନାମ ହଉଛି ଭଦ୍ରକର ଭଣ୍ଡାରୀ ପୋଖରୀ। ଭଦ୍ରକର ଭଣ୍ଡାରୀ ପୋଖରୀ। ଏଇ ପେଜରେ ହିଁ ସାରତେ ଚେଷ୍ଟା କରୁଛି, ହେଲା? ଭଣ୍ଡାରୀ ପୋଖରୀ। ତାପରେ ଆଉ ଗୋଟେ ଜାଗା ନାମ ହଉଛି, ସାର୍ ଏଗୁଡ଼ା ଲେଖ। ଏଗୁଡା ଲେଖୁଛ? ହଉ ଲେଖିଦିଅ, ହେଲା। ଆମେ ଓଡିଶାର ଆନ୍ଦୋଳନ ବିସ୍ତାର କିପରି ହେଇଥିଲା, ଆମେ ହଉଛି କଟକରେ କିସ ହେଇଥିଲା ଦେଖବା, ଆଉ ଯାଜପୁରରେ କିସ ହେଇଥିଲା ଦେଖବା, ଭଦ୍ରକର ଭଣ୍ଡାରୀ ପୋଖରୀରେ କିସ ହେଇଥିଲା ଦେଖବା, ହେଲା। ତାପରେ ହଉଛି ଧାମନଗର। ଧାମନଗର ଧାମନଗର ଗୋଟେ ଜାଗା, ସେଇଠି କିସ ହେଇଥିଲା ଦେଖବା, ହେଲା। ତାପରେ ଆଉ ଗୋଟେ ହଉଛି, ତୁମର ସୁବିଧା ହିସାବରେ ଲେଖ, ବୁଝିହେଲା? ମୁଁ ଏମିତି ଲେଖୁଛି, ତୁମେ ଯଦି ପାରବ ଏମିତି ମୋର ପରି ଲେଖ, ହେଲା। ଆଉ ଯଦି ତୁମର ଏମିତି ସୁବିଧା ହଉନି, ତାହେଲେ ତୁମର ସୁବିଧା ହିସାବରେ ଲେଖ। ତାପରେ ଆଉ ଗୋଟେ ହଉଛି ବାସୁଦେବପୁର। ବାସୁଦେବପୁର ବାସୁଦେବପୁର ସେଇଠି କିସ ହେଇଥିଲା ଦେଖବା। ଭିଡିଓ ବାର ବାର ଦେଖ, ହେଲା। ଭିଡିଓ ବାର ବାର ଦେଖିଲେ ହଉଛି ତୁମକୁ ଆଉ ହଉଛି ପଢବା ପାଇଁ ପଡବନି। ତାପରେ ହଉଛି ପୁରୀର ପୁରୀ ପୁରୀ ପୁରୀର ନିମାପଡାରେ କିସ ହେଇଥିଲା, ହେଲା। ପୁରୀ ନିମାପଡାରେ କିସ ହେଇଥିଲା ଦେଖବା। ତାପରେ ଜାଗା ନାମ ହଉଛି ବୋଇପାରୀଗୁଡା। ତେନ୍ତୁଳି ଗୁମା, ହେଲା। ବୋଇପାରିଗୁଡା ଅଞ୍ଚଳିତ ତେନ୍ତୁଳି ଗୁମା, ସେଇଠି କିସ ହେଇଥିଲା ଦେଖବା। ପାପଡାହାଣ୍ଡି, ପାପଡା
ହାଣ୍ଡି, ଏଇଠି କିସ ହେଇଥିଲା ଦେଖିବା ହେଲା। ଆଉ ଦେଖିବା ହଉଛି ତ ଏତିକି ପଢବା ଡିଟେଲ୍ସ ରେ ବୁଝିଲ। ମନେ ରଖ, କଟକର ରେଭେନ୍ସା କଲେଜରେ କିସ ହେଇଥିଲା ପରେ, କଟକର ରେଭେନ୍ସା କଲେଜରେ ଛାତ୍ର ମାନେ ହଉଛି ଗୋଟେ ହଉଛି ଡାକଘର ଯୋଡେଇ ଦେଇଥିଲେ ବୁଝିଲା। କଟକର ରେଭେନ୍ସା କଲେଜରେ ଛାତ୍ର ମାନେ କିସ କରିଥିଲେ, ଡାକଘର ଯୋଡେଇ ଦେଇଥିଲେ। ଡାକଘର, ଡାକଘର ପୋଡିଦେଲେ ହେଲା। ପୋଡିଦେଲେ, କିଏ କିଏ ମିଶିକି ପୋଡିଦେଲେ ଜାଣିଛ? କଟକର ରେଭେନ୍ସା କଲେଜର ଛାତ୍ର ନେତା, ଛାତ୍ର ନେତା ତାଙ୍କ ନାମ ହଉଛି, ମନେ ରଖ ହେଲା ସର୍ଟ କୋଶ୍ଚେନ୍ ପାଇଁ। ଛାତ୍ର ନେତା ହଉଛି ତାଙ୍କର ନାମ ହଉଛି ବିବେଦେନ୍ଦୁ ମିଶ୍ର, ବିବେଧେନ୍ଦୁ ଧେନ୍ଦୁ ମିଶ୍ର ହେଲା। ଆଉ ହଉଛି ଅଶୋକ ଦାସ, ଅଶୋକ ଦାସ। ଆଉ ହଉଛି ସୁରଜମଲ ଶାହା, ସୁରଜମଲ ଶାହା ହେଲା। ତ ଏମାନେ ମିଶିକି କିସ କରିଦେଇଥିଲେ, ଡାକଘର ପୋଡି ଦେଇଥିଲେ ବୁଝିହେଲା। ସରକାର କଲେଜ ସରି ସରକାର କଲେଜ ଅଫିସକୁ ପୋଡି ଦେଇଥିଲେ ବୁଝିହେଲା। ଆମର ଅସହଯୋଗ ଆନ୍ଦୋଳନରେ ହଉଛି ଅଧିକାଂଶ ହଉଛି ପୋଡା ପୋଡି କାମ ହେଇଥିଲା ବୁଝିହେଲା। କିଏ ଡାକଘର ପୋଡି ଦେଲା, କିଏ କଲେଜ ଅଫିସ ପୋଡି ଦେଲା, କିଏ ହଉଛି ପୋଲିସ ଷ୍ଟେସନ ପୋଡି ଦେଲା ହେଲା। ଏଗୁଡା ହେଇଥିଲା। ତ ହଉଛି କଟକରେ ମନେ ରଖିବ କି ହେଇଥିଲା, ଡାକଘର ନୁହେଁ କଲେଜ ଅଫିସ, କଲେଜ ଅଫିସ ଘର, କଲେଜ ଅଫିସ ହେଲା। କଲେଜ ଅଫିସ ଘର ପୋଡି ଦିଆ ହେଇଥିଲା। ରେଭେନ୍ସା କଲେଜରେ, କଟକର ରେଭେନ୍ସା କଲେଜରେ କଲେଜ ଅଫିସ ପୋଡି ଦେଇଥିଲେ କେଉଁମାନେ, ଛାତ୍ର ନେତା ବିବେଦେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜମୁଲ ଶାହା ହେଲା। ଏମାନେ ମିଶିକି ହଉଛି ଡାକଘର ପୋଡି ଦେଇଥିଲେ। ଆଉ ହଉଛି ଆମର ଯାଜପୁରର କାଇପଦ, ଯାଜପୁରରେ କାଇପଦରେ ଗୋଟେ ଇମ୍ପୋର୍ଟାଣ୍ଟ ଘଟଣା ଘଟିଥିଲା ବୁଝିହେଲା। ଇମ୍ପୋର୍ଟାଣ୍ଟ ଘଟଣା ଘଟିଥିଲା। ତ ହଉଛି କିସ ହେଇଥିଲା କହନା, ତୁମେ ରମାଦେବୀ ଆଉ ରମାଦେବୀ ଶୁଣିଛ, ରମାଦେବୀ ଯିଏକି ଆମର ଆଇନ ଅମାନ୍ୟ ଆନ୍ଦୋଳନରେ ବି ଥିଲେ। ରମାଦେବୀ ଆଉ ହଉଛି କିସ, ଆମର ରମାଦେବୀ, ରମାଦେବୀ ହେଲା କହୁଛି ଲେଖୁନି, ଜାଗା ପଡିବନି, ଗୋଟେ ହିଁ ପେଜ ଅଛି। ରମାଦେବୀ ଆଉ ଜଣେ ହଉଛି କିଏ, ଆମର ହଉଛି ସେ ହଉଛି ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଯିଏ ହଉଛି ଆଇନ ମାନ୍ୟ ଆନ୍ଦୋଳନର ଓଡିଶାରେ ହଉଛି କିସ ନେତୃତ୍ୱ ନେଇଥିଲେ ହେଲା। ରମାଦେବୀ ଆଉ ଗୋପବନ୍ଧୁ ଚୌଧୁରୀଙ୍କୁ ଯାଜପୁରରେ ଗିରଫ କରିଗଲା ହେଲା। ତ ଯେତେବେଳେ ଗିରଫ କରି ଦିଆଗଲା, କିସ ହେଲା କହନା, ବୋରି ଅଞ୍ଚଳର ଲୋକମାନେ ହେଲା, ବୋରି ଅଞ୍ଚଳର ଲୋକମାନେ, ବୋରି ଅଞ୍ଚଳର ଲୋକମାନେ, ବହି ଦେଖଉଛି ହେଲା, ଲେଖବା ଦରକାର ନାହିଁ ଶୁଣ, ଆଜି ବିଷୟ ଛାଡିଦବା ହେଲା। ତିନିଟା ଫାଷ୍ଟ ପଢବା ହଉଛି କେଉଠି କୋଉଠି, ଯୋଉଠି ଇଏ ବାରୁଛି ସେଇଟା ଦେଖୁଆ ହେଲା। କଟକ, କଟକର ରେଭେନ୍ସା କଲେଜରେ କିସ ହେଇଥିଲା ଦେଖ। କଟକର ରେଭେନ୍ସା କଲେଜରେ ହଉଛି ଛାତ୍ର ମାନେ କିସ କରିଥିଲେ, ଛାତ୍ର ମାନେ ହଉଛି ଆମର ଡାକଘର ସରି ଆମର କଲେଜ ଅଫିସ ପୋଡି ଦେଇଥିଲେ। କିଏ କିଏ, ଛାତ୍ର ନେତା ବିବେଦେନ୍ଦୁ ମିଶ୍ର ହେଲା, ଛାତ୍ର ନେତା ବିବେଦେନ୍ଦୁ ମିଶ୍ର, ଅଶୋକ ଦାସ, ସୁରଜମୁଲ ଶାହା ଆଉ ହଉଛି ବୀରେନ ମିତ୍ର। ଏମାନେ ମିଶିକି କିସ କଲେଜ ଅଫିସ ପୋଡି ଦେଇଥିଲେ ବୁଝିହେଲା। ଆଉ କିସ ହେଇଥିଲା, ଆଉ ହଉଛି ଆମର ସେଇ ଯେ କଟକର ରେଭେନ୍ସା କଲେଜର ପିଲାମାନେ ହେଲା, ପୋଲିସର ମୁକାବିଲା କରିବା ପାଇଁ ତିନିଟା ବାହିନୀ, କିଟା ବାହିନୀ, ତିନିଟା ବାହିନୀ ମାନେ ଟିମ୍, ବାହିନୀ ମାନେ ହଉଛି ଟିମ୍ ହେଲା। ତିନିଟା ବାହିନୀ ହଉଛି ଗଠନ କରିଥିଲେ, କିସ କିସ, ସେମାନଙ୍କର ନାମ ହଉଛି ସଂଗ୍ରାମ ବାହିନୀ, ମରଣ ବାହିନୀ, ରକ୍ତ ବାହିନୀ ହେଲା। ତାପରେ ହଉଛି କି କହିଲି କାଇପଦା, କାଇପଦାରେ ଗୋଟେ ଅମାନୁଷିକ ଘଟଣା ଘଟିଲା। କାଇପଦାରେ କିସ ହେଲା, କାଇପଦାରେ ଗୋପବନ୍ଧୁ ଚୌଧୁରୀ ଆଉ ରମାବନ୍ଧୁଙ୍କ, ଗୋପବନ୍ଧୁ ଚୌଧୁରୀ ଆଉ ରମାଦେବୀଙ୍କ ଗିରଫ ଖବର ଶୁଣି ବୋରି ଅଞ୍ଚଳର ଲୋକମାନେ ଉତ୍ତ୍ୟକ୍ତ ହୋଇ 1914 ଅଗଷ୍ଟ 17ରେ ହଉଛି ଡାକ ଘରେ କିସ କରିଦେଲେ, ନିଆଁ ଲଗେଇଦେଲେ ହେଲା, ନିଆଁ ଲଗେଇଦେଲେ ବୁଝିହେଲା। ତ ମୁଁ କିସ କହିଲି, ଏଇ ଆନ୍ଦୋଳନରେ ବେଶୀ ହଉଛି କିସ, ଡାକ ଘରେ ନିଆଁ ଲଗେଇଲେ, ତାପରେ ହଉଛି ଆମର ପୋଲିସ ଷ୍ଟେସନରେ ନିଆଁ ଲଗେଇଲେ, ତାପରେ ଆଉ କିସ କଲେଜ ଅଫିସରେ ନିଆଁ ଲଗେଇଲେ, ବେଶୀ ନିଆଁ ଲଗା ହେଇଥିଲା ବୁଝିହେଲା। ତ ହଉଛି ଜାଣିଲ କାଇପଦାରେ କିସ ହେଲା, କାଇପଦା ଟା କୋଉଠି, ଯାଜପୁରର ବୁଝିହେଲା। ସରି ଯାଜପୁର ନୁହଁ, କଟକ ଜିଲ୍ଲାର, କଟକ ଜିଲ୍ଲା ଏ ହଉଛି କଟକ ଜିଲ୍ଲାର ହେଲା, କଟକ ଜିଲ୍ଲାର ପାଇପଦା ବୁଝିହେଲା। ତ ଯେତେବେଳେ ହଉଛି ସେମାନେ ନିଆଁ ଲଗେଇଦେଲେ ହେଲା, ତ ଆନ୍ଦୋଳନ ପୁଲିସ ସେମାନଙ୍କୁ ଗିରଫ କରି ନେଉଥିଲେ ହେଲା, ଗିରଫ କରି ନେଉଥିଲେ, ଗିରଫ କରି ନେଲେ। ଆଉ ହଉଛି ଅଧେ ଲୋକ ମାନଙ୍କୁ ହଉଛି ଗୁଳି କରି ହତ୍ୟା କଲେ। ଯେମିତି ହଉଛି ସେଦିନ ଗୁଳି କଲେ କେତେ ଜଣ ଲୋକ ମୋର ମୃତ୍ୟୁବରଣ କଲେ, 3 ଜଣ ଲୋକ ମୃତ୍ୟୁବରଣ କଲେ, ଆଉ 7 ଜଣ ହଉଛି
ଆହତ ହେଲେ ହେଲା। ଆଉ ହଉଛି ଯାଜପୁର ନିଆଗଲା, କାଇପଦାରୁ ସତ୍ୟାଗ୍ରହୀ ମାନଙ୍କୁ ଗିରଫ କରିକି ଯାଜପୁର ନିଆଗଲା। ସେଠାରେ ମାନେ ସଭା ଉପରେ ନିଷେଧାଜ୍ଞା ଜାରି କର, ମାନେ ଆଉ କୁହାଗଲା ଯେ ସଭା କରିପାରିବେନି ହେଲା। ତ ହଉଛି ସେମିତି ଆଦେଶ ଦିଆଗଲା, କିନ୍ତୁ ହଉଛି ଲୋକମାନେ ହଉଛି ପୁରା ଏକାଠି 1500 ଲୋକ ସ୍ଥାନ ଆଡକୁ ପୁରା ମାଡି ଆସିଲେ ହେଲା, କହିଲେ ଆମକୁ ଇଏ ମାନେ ସଭା କରତେ ଦେବନି ହେଲା। ତ 1500 ଲୋକ ଏକାଠି ମାଡି ଆସିଲେ, ତ ପୋଲିସ କିସ କଲେ, ଆମର ହଉଛି ଲୁହ ବୁହା ଗ୍ୟାସ ପ୍ରୟୋଗ କଲେ। ଲୁହ ବୁହା ତୁମେ ହଉଛି ଏମିତି ଗୋଟେ ଦେଖିଛ ନା ନାଇଁ, ପୋଲିସ ବନ୍ଧୁକ ମାରିଦେବେ, ସେଇଟାରେ ଲୋକ ମରବେନି, କିନ୍ତୁ ସେଇଟା ଗ୍ୟାସ ଟା ଫାଟିବ ଯେ କିସ ଲୋକମାନଙ୍କର ଆଖିରୁ ଖାଲି ପାଣି ବୋହିବ। ଆଉ ଏମିତି ଏମିତି ଥରେ ଥରେ ବନ୍ଧୁକ ମାରିଦିଅନ୍, କିସ ଲୋକମାନେ ଖାଲି ହସବାରେ ଲାଗବେ, ଲାଫିଂ ଗ୍ୟାସ ହେଲା। ତ ସେମିତି ହେଲା। ତାପରେ ହଉଛି ବାଲେଶ୍ୱର ଜିଲ୍ଲାରେ ବି ଏଇ ଆମର ଇଏଟା ବ୍ୟାପିଥିଲା ବୁଝିହେଲା, ବାଲେଶ୍ୱର ଜିଲ୍ଲାରେ ବି କିସ ହେଇଥିଲା, ବ୍ୟାପିଥିଲା। ତାପରେ ଆଉ ଗୋଟେ ମନେ ରଖିବ ଇମ୍ପୋର୍ଟାଣ୍ଟ ଜିନିଷ, ଭଦ୍ରକର ନିକଟିସ୍ଥ ଭଣ୍ଡାରୀ ପୋଖରୀ, କୋଉଠି, ଭଣ୍ଡାରୀ ପୋଖରୀ ଗାଁରେ 1942 ଅଗଷ୍ଟ 17 ତାରିଖ ଦିନ 5000 ଲୋକ ଆମର କାଗଜ ପତ୍ର ହଉଛି ଜଳେଇ ଦେଇଥିଲେ ହେଲା, ସରକାରୀ କାର୍ଯ୍ୟ ପତ୍ର କିସ କରିଦେଇଥିଲେ, ଜାଳି ଦେଇଥିଲେ ହେଲା। ଆଉ ସେଠି କିସ କରିଥିଲେ, ପୋଲ ଗୋଟେ ଭାଙ୍ଗି ଦେଇଥିଲେ। ଭଣ୍ଡାରୀ ପୋଖରୀର ଗାଁ ହଉଛି ଲୋକମାନେ ପୋଲ ଭାଙ୍ଗି ଦେଇଥିଲେ ହେଲା। ତ ଯେ ପୋଲ ଯେ ଭାଙ୍ଗି ଦେଲେ, ସେଥିପାଇଁ ହଉଛି କି ସେ ପାଖାପାଖିର 12ଟି ଗାମକୁ 20,000 2000 ଟଙ୍କା କରି ଜରିମାନା, ସେତେବେଳେ 2000 ଟଙ୍କା ମାନେ ବି ବହୁତ ଥିଲା। ତ 2000 ଟଙ୍କା ଜରିମାନା କରାଯାଇଥିଲା ହେଲା। କିସ କରାଯାଇଥିଲା, 2000 ଟଙ୍କା ଜରିମାନା କରାଯାଇଥିଲା ହେଲା। ତ ଏଇ ଘଟଣାରେ ଜଗନ୍ନାଥ ଦାସ ଆଉ ଦ୍ୱାରିକା ଦାସଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ଦାସ ହଉଛି ଜଣେ ନେତା, ଦ୍ୱାରିକା ଦାସ ବି ଜଣେ ନେତା, ସେମାନଙ୍କୁ ଗିରଫ କରାଗଲା। ତାପରେ ହଉଛି ଧାମନଗର, ଧାମନଗରରେ କିସ ହେଇଥିଲା ଦେଖବା। ଧାମନଗରରେ ଏକ ମାର୍କ କୋଶ୍ଚିନ୍ ପଡେ, ଧାମନଗରରେ କିଏ ଭାରତ ଛାଡ ଆନ୍ଦୋଳନ ନେତୃତ୍ୱ ନେଇଥିଲେ, ଧାମନଗରରେ ଆମର ହଉଛି ମୁରଲୀଧର ପେଣ୍ଡା। ମୁରଲୀଧର ପଣ୍ଡା ହଉଛି କି ଭାରତ ଛାଡ ଆନ୍ଦୋଳନ ନେତୃତ୍ୱ ନେଇଥିଲେ। ଇମ୍ପୋର୍ଟାଣ୍ଟ, ଧାମନଗରଟି କିଏ, ମୁରଲୀଧର ପଣ୍ଡା ଭାରତ ଛାଡ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ହେଲା। ତାପରେ କିସ ହେଇଥିଲା, ଶ୍ରୀଜଙ୍ଗ ଗ୍ରାମରେ, ଶ୍ରୀଜଙ୍ଗ ଗ୍ରାମରେ ଶ୍ରୀଜଙ୍ଗୁ ଗ୍ରାମରେ ସେ ଚୌକିଦାରୀ ପୋଷାକ ପିନ୍ଧିଥିବା ବେଳେ, ହ୍ୟାଲୋ, ଶ୍ରୀଜଙ୍ଗ ଗ୍ରାମରେ ସେ ଚୌକିଦାର ପୋଷାକ ପଡିଥିବାର ଖବର ପାଇ ପୋଲିସ ସେଠାକୁ ଯାଇଥିଲେ। ସେଠାରେ 1942 ମସିହା ସେପ୍ଟେମ୍ବର 21ରେ ପୋଲିସ ପରିଚାଳନା କରିବା ଫଳରେ 10 କି 11 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ହେଲା। ତ ଆଉ କିସ ହେଇଥିଲା ଦେଖବା, ଆଉ ଥରେ ପଢିକି ଆଉ ଥରେ ବୁଝେଇବି ହେଲା। ଆକ୍ଚୁଆଲି ସେଠି ଲେଖି ହଉନି, ନହେଲେ ଲେଖି ଦେଇଥାନ୍ତେ, ସେ ଗୋଟେ ପେଜରେ କୁଳେଇବନି। ଆଉ ତୁଡି ଆଉ ଗୁଡିଆ ଗ୍ରାମର ଖଇରିଡିହା, ତୁଡି ଗଡିଆ ଓ ଖଇରିଡିହି ମଧ୍ୟରେ ସତ୍ୟାଗ୍ରହୀ ମାନଙ୍କୁ ଦମନ କରିବା ପାଇଁ ପୋଲିସ ଗୁଳି ଚାଳନା କରିଥିଲେ। ଏଥିରେ ନୀଳଗିରିର ଲୋକ କିଛି ପ୍ରାଣ ହରାଇଥିଲେ। ଏଟା ଇମ୍ପୋର୍ଟାଣ୍ଟ ନେଇଥାଏ। ତାପରେ ଆଉ କିସ ହେଇଥିଲା, ମେନ୍ ଜିନିଷ ଭାରତ ଛାଡ ଆନ୍ଦୋଳନରେ ଗୋଟେ ହଉଛି ଇରମ ଗୁଳିକାଣ୍ଡ, ଯେମିତି ହଉଛି ଜାଲିଆନା ବାଲା ଗୁଳିକାଣ୍ଡ ହେଇଥିଲା ନା, ସେମିତି ଏଇ ଇରମ ଗୁଳିକାଣ୍ଡ ମଧ୍ୟ ହେଇଥିଲା। କୋଉଠି, ବାସୁଦେବପୁର, ଇମ୍ପୋର୍ଟାଣ୍ଟ ଭେରି ଇମ୍ପୋର୍ଟାଣ୍ଟ, ବାସୁଦେବପୁର ଇରମ ଠାରେ ଲୋକମାନେ କହିଲେ ଆମେ କର ଦବାନି ହେଲା। ତ କର ଦେବେନି ବୋଲି ଏକାଠି ହେଲେ, କହିଲେ ହଉଛି ଆମେ ଗୋଟେ ମିଟିଂ କରିବା, ସେଇ ମିଟିଂ ରେ ହଉଛି ଆମେ କିସ ଡିସିସନ ନବା ଯେ ଇଂରେଜ ସରକାରଙ୍କୁ କର ଦବାନି ହେଲା। ତ ହଉଛି କିସ ହେଲା, ସେଇଟା ହେଇଥିଲା ମିଟିଂ ଟା କେବେ, 1942 ସେପ୍ଟେମ୍ବର 28। ଆମର ହଉଛି ଆନ୍ଦୋଳନ କେବେ ଆରମ୍ଭ ହେଲା, 1942 ଅଗଷ୍ଟ 8 ତାରିଖ ଦିନ ଆରମ୍ଭ ହେଇଥିଲା। କିନ୍ତୁ ହଉଛି ଏଇଟା ସେପ୍ଟେମ୍ବର 28, ମାନେ ମାସେ ର କିଛି ଦିନ ପରେ ହେଲା, ମାସେର ଅଧା ପରେ ସେପ୍ଟେମ୍ବର 28 ତାରିଖ ଦିନ କୋଉଠି, ବାସୁଦେବପୁର ର ଗାଁରେ, ବାସୁଦେବପୁର ଇରମ ଠାରେ ସେମାନେ କରୋନା ଦେବା ପାଇଁ ଏକାଠି ହୋଇଥିଲେ। ତ ହଉଛି ସେଇଦିନ ହଉଛି କିସ, ସେଇ ପଡିଆରେ ହଉଛି ଗୁଳି କାଣ୍ଡ ଗୋଟେ ହେଲା। ସେଇଟାକୁ ଇରମ ଗୁଳି କାଣ୍ଡ ବୋଲି କୁହାଯାଏ। ଆୟୋଜନ ହେଇଥିଲା, ସେଠାରୁ ବାହାରି ଯିବା ପାଇଁ ଗୋଟେ ମାତ୍ର, ଯେମିତି ହଉଛି ଜାଲିଆନାବାଲା ବାଗ ହତ୍ୟାକାଣ୍ଡ ହେଇଥିଲା ସେମିତି ବାହାରି ଯିବା ପାଇଁ ଗୋଟେ ବାଟ ହେଲା। ଏଠି ବି ଗୋଟେ ବାଟ ଥିଲା। ତ ହଉଛି ଡିଏସ୍ପିଙ୍କ ନିର୍ଦ୍ଦେଶରେ ଗୁଳି ଚାଳନା ହେଇଥିଲା। ପରେ ପରିବେବା, ପରିବେବା ଜଣେ ମହିଳା ହେଲା। ସେଇ ଆମର ଏଇ ଇରମ ରେ ବହୁତ ଲୋକ ବସିଥିଲେ ହେଲା। ତ ପରିବେବା ନାମରେ ଜଣେ ମହିଳା ଥିଲେ, ସେ ଜଣେ ଫେମସ ମହିଳା ହେଲା। ପରିବେବାଙ୍କ ସମେତ 28 ଜଣ ଶହୀଦ ହେଇଥିଲେ, ଆଉ 55 ଜଣ ହଉଛି ଆହତ ହେଇଥିଲେ। ଏହି ଘଟଣାକୁ ଜାଲିଆନାବାଲା ବାଗ ହତ୍ୟାକାଣ୍ଡର ସଦୃଶ କୁହାଯାଏ ହେଲା। ତ ଏଣୁକୁ ଏହି ଜାଗାକୁ କିସ କୁହାଯାଏ, ରକ୍ତ ତୀର୍ଥ କୁହାଯାଏ। ଇରମକୁ କଣ ପାଇଁ ରକ୍ତ ତୀର୍ଥ କୁହାଯାଏ, କାରଣ ସେଠି ଇରମ ଗୁଳିକାଣ୍ଡ ଘଟିଥିଲା କେବେ, 1943 ସେପ୍ଟେମ୍ବର 28। ତାପରେ ଆଉ କିସ ହେଲା, ପୁରୀ ଜିଲ୍ଲାର ନିମାପଡାରେ, ପୁରୀ ଜିଲ୍ଲାର ନିମାପଡାରେ ପୁରୀ ଜିଲ୍ଲାର ନିମାପଡାରେ ହେଲା, ସେପ୍ଟେମ୍ବର 16 ତାରିଖ ଦିନ ସତ୍ୟାଗ୍ରହୀ ମାନେ ସରକାରଙ୍କୁ ଖଜଣା ନ ଦେବା ଲାଗି ସ୍ଥିର କଲେ।
ସେମାନେ ଡିସାଇଡ କଲେ ଯେ ଆମେ ସରକାରଙ୍କୁ ଖୋଜଣା ଦେବାନି, ତାଙ୍କର ଯାହା ଇଚ୍ଛା କରବାର କରୁନ୍, ଆମେ ସରକାରଙ୍କୁ ଖୋଜଣା ଦେବାନି। ଜାତୀୟ ପତାକା ଉତ୍ତୋଳନ କରିବାକୁ ଚେଷ୍ଟା କଲେ। ତୁମେ ଜାଣିଛ ଜାତୀୟ ପତାକା କୋଉଠି ଉତ୍ତୋଳନ ହେଇଥିଲା ଆମର ଏଇ ଅସହଯୋଗ ଆନ୍ଦୋଳନରେ? କୋଉଠି? ଆମର ହଉଛି ସଚିବାଳୟରେ, ବିହାରର ସଚିବାଳୟରେ। କହିଥିଲି, ବିହାର ସଚିବାଳୟରେ ଛାତ୍ରମାନେ ହଉଛି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ହେଲା, ସେମିତି ହଉଛି ଆମର ପୁରୀ ଜିଲ୍ଲାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଚେଷ୍ଟା କଲେ। ହେଲା, ପୋଲିସ ସେମାନଙ୍କୁ ବାରଣ କଲେ, କହିଲେ ତୁମେ ଜାତୀୟ ପତାକା ଉତ୍ତୋଳନ କରନି। ହେଲା, ତ ସେମାନେ କିସ କରିବେ? ଥାନାରେ ନିଆଁ ଲଗେଇ ଦେଇଥିଲେ, ବୁଝିଲା। ଆଉ ପୋଲିସର ଗୁଳି ଚାଳନା ଦ୍ଵାରା ଉତ୍ସବ ମଲ୍ଲିକ ନାମକ ଜଣେ ପ୍ରାଣ ହରାଇବା ସହ ବହୁତ ଆନ୍ଦୋଳନକାରୀ ଆହତ ହୋଇଥିଲେ। ତାପରେ ଆଉ କିସ ହେଲା? ବୋଇପାରିଗୁଡା। ବୋଇପାରିଗୁଡାର ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ବୋଇପାରିଗୁଡା ହଉଛି ଥାନା, ଗୋଟେ ବୋଇପାରିଗୁଡା ବୋଲି ଥାନା ଥିଲା। ସେଇ ଅଞ୍ଚଳର ଗୋଟେ ଗ୍ରାମ ହଉଛି ତେନ୍ତୁଳି ଗୁରୁମା। ହେଲା, ସେଇ ତେନ୍ତୁଳି ଗୁମା ଗ୍ରାମରେ ଲକ୍ଷ୍ମଣ ନାୟକ ଯିଏକି ଜଣେ ଓଡିଆ, କୋରାପୁଟ ଜିଲ୍ଲାରେ କିସ ଭାରତ ଛାଡ ଆନ୍ଦୋଳନ ନେତୃତ୍ୱ ନେଇଥିଲେ। ଲକ୍ଷ୍ମଣ ନାୟକ କୋଉଠାରୁ ନେତୃତ୍ୱ ନେଇଥିଲେ? କୋରାପୁଟ ଜିଲ୍ଲାର ଭାରତ ଛାଡ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ତ 1942 ଅଗଷ୍ଟ 21 ତାରିଖ ଦିନ ସେ କଂଗ୍ରେସ ପତାକା ଓ ଲାଠି ଧରି ବହୁତ ଲୋକଙ୍କ ସହ ମାଥିଲି ଥାନା ଘେରାଉ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ଜୟ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହେଉଥାଏ। ସେଠାରେ ପୁଲିସର ଗୁଳି ଚାଳନା ପରେ 5 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ବୁଝିହେଲା, 5 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଓ ଓ ନିର୍ମମ ଲାଠି ଚାଳନାରେ ଧରାଶାୟୀ ହୋଇଥିଲେ। ଜଣେ ଜଙ୍ଗଲରକ୍ଷୀଙ୍କୁ ପିଟି ପିଟି ହତ୍ୟା କରିବାର ମିଥ୍ୟା ଅଭିଯୋଗରେ ପୋଲିସ ଲକ୍ଷ୍ମଣ ନାୟକଙ୍କୁ ଗିରଫ କରି ବ୍ରହ୍ମପୁର ଜେଲ ପଠାଇଥିଲା। ଏବଂ 1943 ମସିହା ମାର୍ଚ୍ଚ ମାସ 29 ତାରିଖରେ ସେଠାରେ ତାଙ୍କୁ ଫାଶୀ ଦିଆଯାଇଥିଲା। ତ ମନେ ରଖିବ, ଲକ୍ଷ୍ମଣ ନାୟକଙ୍କୁ ଫାଶୀ ହେଇଥିଲା କେବେ? 1939 ମାର୍ଚ୍ଚ ମାସ 1943 ମାର୍ଚ୍ଚ ମାସ 29 ତାରିଖ ଦିନ ଫାଶୀ ଦିଆଯାଇଥିଲା। ତାପରେ 1942ରେ ଆନ୍ଦୋଳନରେ ଫାଶୀ ପାଇଥିବା ଓଡିଶାର ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ଶହୀଦ ଲକ୍ଷ୍ମଣ ନାମରେ ପରିଚିତ। କୋରାପୁଟରେ ମଧ୍ୟ ଆନ୍ଦୋଳନର ପ୍ରଭାବ ପରିଲକ୍ଷିତ ହେଇଥିଲା। 1942 ଅଗଷ୍ଟ 24ରେ କୋରାପୁଟର ବହୁତ ଲୋକ ପାପଡାହାଣ୍ଡିରେ ଥିବା ଏକ ଟୋଲ ଓ ଥାନା ଧ୍ୱଂସ କରିଥିଲେ। ଫଳରେ ପୁଲିସର ଗୁଳି ଚାଳନା ହେଇଥିଲା ଏବଂ 15 ଜଣ ବ୍ୟକ୍ତି ପ୍ରାଣ ତ୍ୟାଗ କଲେ। ସମ୍ବଲପୁରର ମଧ୍ୟ ଆନ୍ଦୋଳନ ବହୁ ମାତ୍ରାରେ ପ୍ରଭାବିତ ହେଇଥିଲା। ଏହାର ଜନସାଧାରଣ ଓ ଇଂରେଜମାନେ ଇଂରେଜ ଶାସନକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରିଦେଇଥିଲେ। ଓଡ଼ିଶାର ଗଡ଼ଜାତ ରାଜ୍ୟ ମଧ୍ୟରୁ ମୁଖ୍ୟତଃ ତାଳଚେର, ଢେଙ୍କାନାଳ, ତାପରେ ହଉଛି ଆଠଗଡ, ନୟାଗଡ ସ୍ଥିତ ଆନ୍ଦୋଳନ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା। ତାଳଚେରର ପବିତ୍ର ମୋହନ ପ୍ରଧାନ, ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ଏହି ଆନ୍ଦୋଳନର ନେତା ଥିଲେ। ବୈଷ୍ଣବ ଚରଣଙ୍କ ନେତୃତ୍ୱରେ 1922 ଅଗଷ୍ଟ 26ରେ ଆନ୍ଦୋଳନକାରୀମାନେ ମଢି ଥାନା ଆକ୍ରମଣ କରି ଅସ୍ତ୍ରାଗାର ଓ ତହସିଲ ଅଫିସ, ଜଙ୍ଗଲ ବିଭାଗ ଅଫିସରେ ନିଆଁ ଲଗାଇଦେଲେ। ଇଂରେଜ ସରକାରଙ୍କ ଅତ୍ୟାଚାର ଦମନ ଲୀଳା ଓଡ଼ିଶାବାସୀଙ୍କୁ କିନ୍ତୁ ବିଦ୍ରୋହରୁ ବିଚ୍ୟୁତ କରିପାରିନଥିଲା। ଇଂରେଜ ସରକାର ମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଓଡ଼ିଶାର ଏକ ଦୃଢ ସଂକଳ୍ପବଦ୍ଧ ଭୂମିକା ଥିଲା। ଏକ ସୁନେଲି ଭବିଷ୍ୟତର ପରିକଳ୍ପନାରେ ଓଡ଼ିଶାବାସୀ ଇଂରେଜ ସରକାରଙ୍କ ସବୁ ପ୍ରକାର ଦମନକୁ ହସି ହସି ସହି ଯାଇଥିଲେ। ଭାରତ ଛାଡ ଆନ୍ଦୋଳନ ପ୍ରଥମ ଶହୀଦ ଓଡ଼ିଶାର ବାସୀନେତା ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଏବଂ ଦେଶ ପ୍ରେମ ସମଗ୍ର ଭାରତର ଜନତା ମାନଙ୍କ ମନରେ ରେଖାପାତ କରିଥିଲା। ଜାତୀୟ ମହାସ୍ରୋତର ସାମିଲ ହୋଇଥିଲା ଓଡ଼ିଶାବାସୀ ସ୍ଵାଧୀନତା ପାଇବା ପାଇଁ ବହୁ କଷ୍ଟରେ ସ୍ୱୀକାର କରିଥିଲେ। ହେଲା, ଆଉଥରେ ବୁଝଉଛି ବିଷୟ ସରିଲା। ହେଲା, ତ ବୁଝଉଛି କୋଉଗୁଡା ମନେ ରଖିବ, କୋଉଗୁଡା ହଉଛି କିସ। ମନେ ରଖ, ଏଇଠି ହଉଛି ବେଶୀ କିସ ହେଇଥିଲା, ଖାଲି ହଉଛି ଆମର ହଉଛି ଥାନା ପୋଡି ଦେଇଥିଲେ, ଅଫିସ ପୋଡି ଦେଇଥିଲେ, ବେଶୀ ପୁଡାପୁଡି ହେଇଥିଲା। ବେଶୀ ପୁଡାପୁଡି କାମ କୋଉଠି ହେଇଥିଲା? ଏଇ ଆନ୍ଦୋଳନରେ। ହେଲା, ତ କେମିତି ବ୍ୟାପିଲା ଓଡିଶାରେ ଦେଖ। ଆଉ ଥରେ ଫାଷ୍ଟ ରିଭିଜନ କରିଦଉଛି। ଆମର ଅସହଯୋଗ ଆନ୍ଦୋଳନ କେବେ ଆରମ୍ଭ ହେଇଥିଲା? କଣ ପାଇଁ ଆରମ୍ଭ ହେଇଥିଲା? ତୁମେ ଜାଣିଥିଲ ଅସହଯୋଗ ଆନ୍ଦୋଳନର କେତେଟା କାରଣ ଥିଲା? 4ଟା କାରଣ। ପ୍ରଥମ ହଉଛି କ୍ରିପ୍ସ ମିଶନ ବିଫଳତା। ହେଲା, କ୍ରିପ୍ସ ମିଶନ ବିଫଳତା। ସେକେଣ୍ଡରେ ହଉଛି ଭାରତୀୟ ମାନଙ୍କୁ ନ ପଚାରି ହଉଛି ଯୁଦ୍ଧରେ ସାମିଲ କଲେ। ଥାର୍ଡ କାରଣ ହଉଛି
ଅତ୍ୟାଚାର, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅତ୍ୟାଚାର ହଉଥିଲା ବେଶୀ। ଆଉ ହଉଛି ଚାର ଫୋର୍ଥ କାରଣ ହଉଛି କିସ, ପୂର୍ଣ୍ଣ ସ୍ୱରାଜ ଅଧିମୋଦନକୁ ସେମାନେ ଗ୍ରହଣ କରୁନଥିଲେ ହେଲା। ଏତିକି କାରଣ ଥିଲା। ତ ହଉଛି, ଆଉ ଜାଣିଛ ହଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହେଲା? 1939 ସେପ୍ଟେମ୍ବର 3 ତାରିଖରେ। କଣ ପାଇଁ ଆରମ୍ଭ ହେଇଥିଲା? ବ୍ରିଟିଶ ସରକାର ହଉଛି କିସ, ଆମର ହଉଛି ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ବୋଲି ଆରମ୍ଭ ହେଇଥିଲା। ଆଉ ହଉଛି ସେଇ ଯେତେବେଳେ ମହାତ୍ମା ଗାନ୍ଧୀ ଦୟା ଦେଖେଇଲେ ଇଂରେଜ ସରକାରକୁ, ଇଂରେଜ ସରକାର ଚାରିଟା ଯେ ଦାନ ଦେବେ କହିଲେ, କେବେ ଦେଇଥିଲେ? 1940 ଅଗଷ୍ଟ ମାସ 8 ତାରିଖ ଦିନ ହେଲା। ଅଗଷ୍ଟ ମାସ 8 ତାରିଖ ଦିନ। ଆଉ ହଉଥିଲା କିସ, ପାନାଉରରେ କିଏ ଗିରଫ ହେଲା ପ୍ରଥମ ସତ୍ୟାଗ୍ରହୀ ଭାବେ? ଆମର ବିନୋବା ଭାବେ କେବେ ଗିରଫ ହେଲେ? 1940 ଅକ୍ଟୋବର 17 ତାରିଖ ଦିନ ବିନୋବା ଭାବେ ହଉଛି ପାନାଉରରେ ଗିରଫ ହେଲେ ହେଲା। ଆଉ କିସ ହେଇଥିଲା? ଉପରିଆ ପରା ପଡୁଛି ବୁଝିହେଲା। ତାପରେ 1942 କ୍ରିପ୍ସ ଆସିଥିଲେ, ତାଙ୍କର ସହ ଆଣିଥିଲେ ଦୁଇଟା। 1942 କ୍ରିପ୍ସ ମାର୍ଚ୍ଚ ମାସରେ ଆସିଥିଲେ, ତାଙ୍କର ସହ ଆଣିଥିଲେ ହଉଛି କେତେଟା? ଦୁଇଟା। ଦୁଇଟା ସର୍ତ୍ତ। ତ ସେଇ ସର୍ତ୍ତ ଭାରତୀୟ ମାନଙ୍କୁ ପସନ୍ଦ ହେଲାନି ହେଲା। ତ ସେମାନେ ହଉଛି ଭାରତୀୟ ମାନେ ହଉଛି କି ମିଟିଂ ବସେଇଲେ କେବେ? 1942 ଜୁଲାଇ 6 ରୁ 14 ତାରିଖ ଦିନ, 14 ତାରିଖ ପର୍ଯ୍ୟନ୍ତ କୋଉଠି? ୱାର୍ଧା ଠାରେ ମିଟିଂ ବସେଇଲେ। ତ ୱାର୍ଧା ଠାରେ ମିଟିଂ ବସେଇକି କେବେ ଅସହଯୋଗ ଆନ୍ଦୋଳନ କଲେ? ଏତିକି ତାରିଖ ଦିନ ମୁମ୍ବାଇ ଠାରେ ହେଲା। ମୌଲାନା ସଭାପତି କିଏ ଥିଲେ? ମୌଲାନା ଅବୁଲ କଲାମ ଆଜାଦ ହେଲା। ଆଉ କିଏ ଥିଲେ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମଧ୍ୟ ସେଇ ଆନ୍ଦୋଳନକୁ ଇଏ କଲେ, ଆଉ ସମର୍ଥନ କଲେ। ଆଉ ହଉଛି ଅଗଷ୍ଟ 8 ତାରିଖ ଦିନ ହଉଛି ଆମର ହଉଛି ପ୍ରସ୍ତାବକୁ ଆଗତ କରାଗଲା ହେଲା। ଗାନ୍ଧିଜୀ ଦେଶବାସୀଙ୍କୁ କହିଲେ ହଉଛି ସ୍ଵାଧୀନତା ଆମର ପ୍ରାପ୍ୟ। ଗାନ୍ଧିଜୀ ଦେଶବାସୀଙ୍କୁ କିସ କହିଥିଲେ? କ୍ୱେଶ୍ଚନ ପଡେ। ଗାନ୍ଧିଜୀ ଦେଶବାସୀଙ୍କୁ କହିଲେ ହଉଛି ସ୍ଵାଧୀନତା ଆମର ପ୍ରାପ୍ୟ, ସେଥିପାଇଁ ଗୋଟିଏ ମନ୍ତ୍ର ଅଛି, କର ବା ମର, ମାତୃଭୂମିକୁ ଆମେ ସ୍ଵାଧୀନ କରିବା କିମ୍ବା ସେଥିପାଇଁ ଜୀବନ ଦେବା ହେଲା। ଏଇଟା କହିଥିଲେ। ତାପରେ ହଉଛି କାର୍ଯ୍ୟକ୍ରମ କିସ ଥିଲା? ଶ୍ରମିକ ମାନେ ଭୋଗକୁ ରାଜସ୍ୱ ଦେବେନି, କର ଦେବେନି। ତାପରେ ହଉଛି ଇଂରେଜ ସରକାରଙ୍କୁ ଖାଦ୍ୟ ପେୟ ବିକ୍ରି କରାଯିବନି, କାଗଜ ନୋଟ ନିଆଯିବନି, ରାସ୍ତାଘାଟ ଯାନବାହନ ଟେଲିଗ୍ରାଫ ସବୁ ଅଚଳ କରାଯିବ ହେଲା। ଥାନା କୋର୍ଟ ଜେଲ ଖାନାକୁ ସବୁ ଭାରତୀୟ ମାନଙ୍କ ଆୟତ୍ତରେ ରହିବ। ଆଉ କିସ ଥିଲା? ସାଧାରଣ ଜନତା ଅହିଂସା ମାର୍ଗରେ ଯାହା କରିବେ ସବୁ ଅହିଂସା ମାର୍ଗରେ କରିବେ ହେଲା। ତ ଯେତେବେଳେ ହଉଛି କାର୍ଯ୍ୟକ୍ରମ ଘୋଷଣା ହେଲା, ତା ପରଦିନ ମାନେ ଆନ୍ଦୋଳନ ଆରମ୍ଭ ହେଲା ଅଗଷ୍ଟ 8 ତାରିଖ ଦିନ, କିନ୍ତୁ ହଉଛି ଅଗଷ୍ଟ 9 ତାରିଖ ଦିନ ଗାନ୍ଧିଜୀଙ୍କୁ ଜେଲ କରାଗଲା। କୋଉଠି? ଗାନ୍ଧିଜୀଙ୍କୁ ହଉଛି ଜେଲ କରାଗଲା, ଆଉ ନେତାମାନଙ୍କୁ ବି ଜେଲ ନିଆଗଲା। ଗାନ୍ଧିଜୀ, ଜବାହରଲାଲ ନେହେରୁ, ସବୁ ନେତାଙ୍କୁ ଜେଲ ନିଆଗଲା। ଗାନ୍ଧିଜୀଙ୍କୁ ଜେଲ କରି କୋଉଠି ରଖାଗଲା? ପୁନେର ଆଗା ଖାଁ ପ୍ୟାଲେସରେ। ଏକ ମାର୍କ ଶର୍ଟ କ୍ୱେଶ୍ଚନ ପଡେ। ଗାନ୍ଧିଜୀଙ୍କୁ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବା, ସରି ଅସହଯୋଗ କହୁଛି, ଭାରତ ଛାଡ ଆନ୍ଦୋଳନ ଆରମ୍ଭ ହେବାର ଗୋଟେ ଦିନ ପରେ ହଉଛି ଗାନ୍ଧିଜୀଙ୍କୁ ଜେଲ କରି କୋଉଠି ରଖାଗଲା? ପୁନେର ଆଗା ଖାଁ ପ୍ୟାଲେସରେ। ଆଉ ଜବାହରଲାଲ ନେହେରୁ, ମୌଲାନା ଅବୁଲ କାଲାମ ଆଜାଦ, ସେମାନଙ୍କୁ ବି ଜେଲ ନିଆଗଲା, ସେମାନଙ୍କୁ ଅଲଗା ଜାଗାରେ ରଖାଗଲା। ଜେବି କୃପାଣିନୀ, ଗୋବିନ୍ଦ ଭାଇ ବଲ୍ଲଭ ପନ୍ଥ, ଗୋବିନ୍ଦ ବଲ୍ଲଭ ପନ୍ଥ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ତତ୍କାଳୀନ ବମ୍ବେ ପ୍ରଦେଶର ନଗରରେ ରଖାଗଲା। ଅହମ୍ମଦନଗରରେ ରଖାଗଲା ହେଲା। ଯେଗୁଡା ଗୋଲ ଗୋଲ ହଉଛି ସେଗୁଡା ସବୁ ଇମ୍ପୋର୍ଟାଣ୍ଟ, ସବୁ ଇମ୍ପୋର୍ଟାଣ୍ଟ ଗପ ଟାଇପ ର କହିଦେଇଛି, ବୁଝିଛ ହେଲା। ତ ଏଇନା କୋଉଟା ଇମ୍ପୋର୍ଟାଣ୍ଟ କହୁଛି ସେଗୁଡା ଖାଲି କହିଦଉଛି ବୁଝିଲା। ଆଉ ରାଜେନ୍ଦ୍ର ପ୍ରସାଦଙ୍କୁ କୋଉଠି ରଖାଗଲା? ପାଟନା। ପାଟନାରେ ଗିରଫ କରି ରଖାଗଲା ବୁଝିହେଲା। ପାଟନାରେ ଗିରଫ କରି ରଖାଗଲା। ତାପରେ ହଉଛି କିସ, ମହାରାଷ୍ଟ୍ରରେ ହଉଛି ଆରମ୍ଭ ହେଲା ଆନ୍ଦୋଳନ। ମହାରାଷ୍ଟ୍ରରେ ହଉଛି ଆନ୍ଦୋଳନ ଆରମ୍ଭ ହେଲା। କୋଉଠି ଶୁଭାରମ୍ଭ ହେଲା? ମହାରାଷ୍ଟ୍ରରେ ଆନ୍ଦୋଳନ ଆରମ୍ଭ ହେଲା। ଆଉ ହଉଛି ମୁମ୍ବାଇର ୱାୟାରଲେସ କେନ୍ଦ୍ର ମାଧ୍ୟମରେ ଚାରିଆଡେ ବ୍ୟାପିଲା। କୋଉଠି? ମୁମ୍ବାଇର ରେଡିଓ ଷ୍ଟେସନ କହିଥିଲି, ସେଇଠୁ ଚାରିଆଡେ ବ୍ୟାପିଲା ହେଲା। କୃଷକ ମାନେ ଥାନା ଘେରାଉ କଲେ, ପୋଲିସ ମାନେ ପୋଲିସ ଷ୍ଟେସନ ଅବରୋଧ କଲେ, ରେଳ ଷ୍ଟେସନ ଅବରୋଧ କଲେ ହେଲା। ଆଉ କିସ ହେଲା? ଆଉ ହେଲା ହଉଛି ଉତ୍ତରପ୍ରଦେଶରେ ହଉଛି କିସ କଲେ? ଉତ୍ତରପ୍ରଦେଶରେ ମଧ୍ୟ ସ୍କୁଲ ବନ୍ଦ କଲେ। ଆମର ଗୁଜୁରାଟରେ ମଧ୍ୟ ସ୍କୁଲ ବନ୍ଦ କଲେ। ଆଉ ହଉଛି ବିହାରରେ କିସ ହେଇଥିଲା? ବିହାରରେ ହଉଛି ସଚିବାଳୟରେ ହଉଛି ପତାକା ଉତ୍ତୋଳନ କରାହେଇଥିଲା। କେବେ? 1942 ଅଗଷ୍ଟ ମାସ 11 ତାରିଖ ଦିନ ପାଟନାରେ, ବିହାର ପାଟନା। ବିହାର ରାଜଧାନୀ କିସ? ପାଟନା। ପାଟନାର ସଚିବାଳୟରେ ପତାକା ଉତ୍ତୋଳନ କରିଥିଲେ। ଆଉ ହଉଛି ଉତ୍ତରପ୍ରଦେଶ ଏଇଗୁଡା ହଉଛି ପୁରା ସେଗୁଡା ପୁରା ଜୋରସୋର ବ୍ୟାପି ଚାଲିଥିଲା, ମନେ ରଖ ହେଲା। ତାପରେ ଆଉ କିସ ହେଇଥିଲା? ଆମର ଆସାମରେ ହଉଛି ଖାଦ୍ୟପେୟ ନଷ୍ଟ କରିଦେଇଥିଲେ। ଖାଦ୍ୟପେୟ ନଷ୍ଟ କରିଦେଇଥିଲେ। କାଲି ନୋଟ ସବୁ ଲେଖିଦେଇଛି ହେଲା, ସେଭ୍ ହେଇକି ଅଛି, ପଠେଇଦେବି। ତାପରେ ଆଉ କିସ ହେଇଥିଲା? ଦିଲ୍ଲୀ, ପଞ୍ଜାବ, ଏଗୁଡା କରାଚି, ସିନ୍ଧୁ ପ୍ରଦେଶ, ଦକ୍ଷିଣ ଭାରତରେ ମଧ୍ୟ ଆନ୍ଦୋଳନର ତୀବ୍ରତା ହୋଇ ଉଠିଥିଲା। ଆଉ ହଉଛି ଆଉ ଗୋଟେ ଜାଗା ହଉଛି, କି ଜାଗାଟା ଥିଲା ଭୁଲିଗଲି। ଆଉ ଗୋଟେ ଜାଗା କହିଥିଲି ନା? ନା ଏତିକି କହିଥିଲି?
ଏତିକି କହିଥିଲି ବୋଧେ ନାଇଁ? ତ ମନେ ରଖିଲ। ତ ସରକାର କିସ କରିଥିଲେ? ସରକାର ହଉଛି ଜନସାଧାରଣଙ୍କୁ ଦମନ କରିବା ପାଇଁ ଜନସାଧାରଣଙ୍କୁ ପିଟିଥିଲେ, ଗୁଳି ଚାଳନା କରିଥିଲେ। ଆଉ ସେ ଯେତେବେଳେ ନ ପାରିଲେ କିସ କଲେ? 1942 ମସିହାରେ ଘୋଷଣା କରିଦେଲେ ଯେ ଆମେ ଦମନ କରାହେଇଛି। କିଏ ଘୋଷଣା କଲେ? ୱିନଷ୍ଟନ ଚର୍ଚିଲ। ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚିଲ ବ୍ରିଟିଶ ହାଉସ ଅଫ କମନରେ ଘୋଷଣା କରିଦେଲେ ଯେ ଅସହଯୋଗ ଆନ୍ଦୋଳନକୁ ଭାରତ ଛାଡ ଆନ୍ଦୋଳନକୁ ଦମନ କରି ଦିଆଯାଇଛି ହେଲା। ଭାରତ ଛାଡ ଆନ୍ଦୋଳନକୁ ଦମନ କରି ଦିଆଯାଇଛି। ତାପରେ ହଉଛି ଓଡିଶାରେ ହଉଛି ଭୂମିକା ଓଡିଶାରେ କେମିତି? ଓଡିଶାରେ ହଉଛି କେମିତି ବ୍ୟାପିଥିଲା? ଓଡିଶାରେ 2 ଜଣ ଲୋକ ଯେମାନେ ହଉଛି ସେଇ ଯେଦିନ ଆନ୍ଦୋଳନ ଆରମ୍ଭ ହେଲା ସେଇ ଦିନ ଯାଇଥିଲେ। କିଏ କିଏ? ମାଳତୀ ଚୌଧୁରୀ, ଆଉ ଜଣେ ହଉଛି କିସ ସୁରେନ୍ଦ୍ରନାଥ ବାନାର୍ଜୀ। ମାଳତୀ ଚୌଧୁରୀ ଆଉ ସୁରେନ୍ଦ୍ରନାଥ ବାନାର୍ଜୀ। ମାଳତୀ ଚୌଧୁରୀ ଆଉ ସୁରେନ୍ଦ୍ରନାଥ ବାନାର୍ଜୀ ନୁହଁ, ଦ୍ୱିବେଦୀ। କେବେ ମୁମ୍ବାଇରୁ କେବେ ଫେରିଲେ? ଅଗଷ୍ଟ 11। ଅଗଷ୍ଟ 11 ସେମାନେ ଆନ୍ଦୋଳନ ଷ୍ଟାର୍ଟ କେବେ ହେଲା? 1942 ଅଗଷ୍ଟ 8-9 ହେଲା। କିନ୍ତୁ ସେମାନେ ଓଡିଶାକୁ ଫେରିଲେ 11। ତ ଯେତେବେଳେ ସେମାନଙ୍କୁ ଫେରବାର ଦେଖିଲେ ହେଲା, ଲୋକମାନେ ପଚାରିଲେ କେମିତି ଆନ୍ଦୋଳନ ହେଲା? ତ ସେମାନେ କହିଲେ, ଲୋକମାନେ ହଉଛି କିସ ମାନେ ପୁରା ଇଏ ହେଇକି ଉଠିଲେ, ଜ୍ୱଳିକି ଉଠିଲେ। ତ ସେମାନେ ବି ଆନ୍ଦୋଳନ ପୁରା ଜୋରସୋରରେ ଚଲେଇ ଦେଲେ ହେଲା ଏମାନଙ୍କର ଫେରବାର ଦେଖିକି। ତାପରେ ହଉଛି କାର୍ଯ୍ୟକ୍ରମ କିସ ଥିଲା ଓଡିଶାର? ଖଜଣା ବନ୍ଦ କରିବା, ସରକାର ଗୋଦାମ ଲୁଣ୍ଠନ କରିବା। ତାପରେ ଆଉ କିସ ଥିଲା? ଜଙ୍ଗଲ ଆଇନ ଭଙ୍ଗ କରିବା, ଶିକ୍ଷାନୁଷ୍ଠାନ ବନ୍ଦ କରିବା, ଯୋଗାଯୋଗ ବିଚ୍ଛିନ୍ନ କରିବା, ଧର୍ମଘଟ ପାଳନ କରିବା, ପଞ୍ଚାୟତ ଗଠନ କରିବା, ସରକାରଙ୍କ ଆଇନ ଅମାନ୍ୟ କରିବା, ସରକାର କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବା ବନ୍ଦ କରିବା, ସରକାର କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗ ଦେବା ପାଇଁ ମାନେ ଉସ୍କେଇବା। ବୁଝିହେଲା? ଏଇଆ ଥିଲା ହଉଛି କାର୍ଯ୍ୟକ୍ରମ। ଆଉ ଓଡିଶାରେ କେମିତି ବ୍ୟାପିଥିଲା? ମୁଁ କହିଲି ହଉଛି ଓଡିଶାର କଟକର ରେଭେନ୍ସା କଲେଜରେ ଛାତ୍ରମାନେ କିସ କରିଥିଲେ? ଛାତ୍ରମାନେ ହଉଛି ବିବେଦେନ୍ଦୁ। କିଏ କିଏ? ଛାତ୍ର ନେତା ବିବେଦେନ୍ଦୁ, ଅଶୋକ ଦାସ, ସୁରଜମଲ ଶାହା, ବୀରେନ ମିତ୍ର ହେଲା। କିସ କରିଥିଲେ? କଲେଜ ଅଫିସକୁ ପୋଡି ଦେଇଥିଲେ। କୋଉଠି? ମନେ ରଖିବ, କଲେଜ ଅଫିସ କୋଉଠି ପୋଡି ଦିଆଯାଇଥିଲା? କଟକର ରେଭେନ୍ସା ହେଲା। କଟକର ରେଭେନ୍ସା କଲେଜ ଅଫିସକୁ ପୋଡି ଦିଆଯାଇଥିଲା। କୋଉମାନେ ପୋଡିଥିଲେ? ଏଇଗୁଡା ନାମ ହଉଛି ବିବେଦେନ୍ଦୁ ମିଶ୍ର, ତାପରେ ହଉଛି କିସ ଅଶୋକ ଦାସ, ଆଉ ସେ ସୁରଜମଲ ଶାହା, ବୀରେନ ମିତ୍ର। ବୁଝିହେଲା? ଆଉ ହଉଛି କଟକର ଛାତ୍ର ମାନେ କିସ ହେଇଥିଲେ ଜାଣିଛ? 3ଟା ଟିମରେ ହଉଛି ପୁଲିସର ମୁକାବିଲା କରିବା ପାଇଁ 3ଟା ବାହିନୀ ଗଠନ କରିଥିଲେ। ରକ୍ତ ବାହିନୀ, ସଂଗ୍ରାମ ବାହିନୀ, ମରଣ ବାହିନୀ। କ୍ୱେଶ୍ଚନ ପଡେ, ରକ୍ତ ବାହିନୀ, ସଂଗ୍ରାମ ବାହିନୀ, ମରଣ ବାହିନୀ କୋଉଠି ଗଠନ ହେଇଥିଲା? କୋଉଠି? ରେଭେନ୍ସା କଲେଜର ଛାତ୍ରମାନେ। ବୁଝିହେଲା? ରେଭେନ୍ସା କଲେଜର ଛାତ୍ରମାନେ ପୋଲିସର ମୁକାବିଲା କରିବା ପାଇଁ 3ଟା ବାହିନୀ ଗଠନ କରିଥିଲେ। କିସ କିସ? ରକ୍ତ ବାହିନୀ, ସଂଗ୍ରାମ ବାହିନୀ, ମରଣ ବାହିନୀ ହେଲା। ଆଉ ଏମିତି ବି କ୍ୱେଶ୍ଚନ ପଡେ, କୋଉ ଆନ୍ଦୋଳନ ସମୟରେ ଛାତ୍ରମାନେ ବାହିନୀ ଗଠନ କରି ପୁଲିସର ମୁକାବିଲା କରିଥିଲେ? କୋଉ ଆନ୍ଦୋଳନ? ଏଇଟା ହଉଛି ଭାରତ ଛାଡ ଆନ୍ଦୋଳନ ସମୟରେ। ବୁଝିହେଲା? ଭାରତ ଛାଡ ଆନ୍ଦୋଳନକୁ ଆଉ କିସ କୁହାଯାଏ? ଅଗଷ୍ଟ କ୍ରାନ୍ତି ବା ଅଗଷ୍ଟ ବିପ୍ଳବ ମଧ୍ୟ କୁହାଯାଏ। ତାପରେ କିସ ହେଇଥିଲା ଦେଖବା? କଟକ ଜିଲ୍ଲାର କାଇପଦାରେ କିସ ହେଲା? କଟକ ଜିଲ୍ଲାର କାଇପଦାରେ ହଉଛି ଏମାନଙ୍କୁ ଗିରଫ କରି ଦିଆଗଲା। କାହାକୁ? ଆମର ଗୋପବନ୍ଧୁ ଚୌଧୁରୀ ଆଉ ରମାଦେବୀଙ୍କୁ। ତ ଗିରଫ କରି ଦିଆଗଲା ବେଳେ କିସ ବରୀ ଅଞ୍ଚଳର ଲୋକମାନେ ବରୀ ଅଞ୍ଚଳର ଲୋକମାନେ କିସ କଲେ? ବରୀ ଅଞ୍ଚଳର ଲୋକମାନେ ରାଗି ଯାଇ ହଉଛି ଆମର ପୋଡି ଦେଲେ ହେଲା। ଡାକ ଘରେ ନିଆଁ ଲଗେଇଦେଲେ। 1942 ମସିହା 1942 ମସିହା ଅଗଷ୍ଟ 17 ଆରମ୍ଭ ହେଇଥିଲା ଆନ୍ଦୋଳନ ହଉଛି ଅଗଷ୍ଟ 8-9 ହେଲା। ତ ଅଗଷ୍ଟ 17ରେ କିସ ହେଲା? ଅଗଷ୍ଟ 17ରେ ହେଲା କାଇପଦରେ ନିଆଁ ଲଗେଇଥିଲେ। ବୁଝିହେଲା? ତାପରେ ହଉଛି ଆନ୍ଦୋଳନ କ୍ରମଶଃ ତୀବ୍ରତା ହେବାରୁ ପୋଲିସ କିସ କଲେ? ଗୁଳି ମାଡ କଲେ। ପୋଲିସ ଗୁଳି ମାଡ କଲେ ହେଲା। ଆଉ ହଉଛି କେତେ ଜଣ ମରିଲେ? ପୋଲିସ ଗୁଳି ମାଡ କଲା ବେଳେ 3 ଜଣ ମରିଲେ। ଆଉ ହଉଛି କେତେ ଜଣ? 7 ଜଣ ହଉଛି ଆହତ ହେଲେ ହେଲା। ଆଉ ସେମାନଙ୍କୁ କହିଦେଲେ ଯେ ତୁମେ ମାନେ ଆଉ ସଭା କରିପାରିବନି, ନିଷେଧାଜ୍ଞା କରିଗଲେ। ସଭା କରାଗଲା ନିଷେଧାଜ୍ଞା, ସଭା ମାନେ ନିଷେଧାଜ୍ଞା ହେଇଗଲା। ତ ହଉଛି କିସ ହେଲା? 1500ରୁ ଅଧିକ ଲୋକ, ପ୍ରାୟ 1500 ଲୋକ କିସ ଥାନା ଆଡକୁ ମାଡି ଆସିଲେ। ତ ହଉଛି ପୁଲିସ କିସ କଲେ? ଲୁହ ବୁହା ଗ୍ୟାସ ପ୍ରୟୋଗ କଲେ। ଲୁହ ବୁହା ଗ୍ୟାସ ର ଗୁଳି ଚାଳନା କଲେ ହେଲା। ଆଉ କିସ ହେଇଥିଲା? ଭଦ୍ରକର ଭଣ୍ଡାରୀ ପୋଖରୀରେ କିସ 1922 ଅଗଷ୍ଟ 17 ଏଇଟା ବି ଅଗଷ୍ଟ 17, ଏଇଟା ବି ଅଗଷ୍ଟ 17। ବୁଝିହେଲା? ଦୁଇଟା ମନେ ରଖୁ। ଅଗଷ୍ଟ 17ରେ ଦୁଇଟା ଘଟଣା ଘଟିଥିଲା। ଅଗଷ୍ଟ 17ରେ କିସ କାଇପଦ ଡାକ ଘରେ ନିଆଁ ଲଗେଇ ଦିଆଯାଇଥିଲା। ଆଉ ଗୋଟେ ଭଣ୍ଡାରୀ ପୋଖରୀରେ ବି ଅଗଷ୍ଟ 17ରେ ବି କିସ ରୋହିତ ହାତ ଟେକୁଛୁ? ଅଗଷ୍ଟ 17ରେ ବି ସରି ଅଗଷ୍ଟ 17ରେ ଭଣ୍ଡାରୀ ପୋଖରୀରେ କିସ ହେଇଥିଲା? 5,000 ଲୋକ ହଉଛି ଥାନା ଆକ୍ରମଣ କରି କାଗଜ ପତ୍ର ନଷ୍ଟ କରିଦେଇଥିଲେ ହେଲା। ଅଗଷ୍ଟ 17 ତାରିଖ ଦିନ ଦୁଇଟା ଘଟଣା ଘଟିଥିଲା, ମନେ ପକାଅ। ଅଗଷ୍ଟ 17 ତାରିଖ ଦିନ କେତେ ଘଟଣା ଘଟିଥିଲା? ଦୁଇଟା ଘଟଣା। ଗୋଟେ ହଉଛି କାଈପଦର ଡାକ ଘରେ ନିଆଁ ଲଗେଇ ଦେଇଥିଲେ ହେଲା। ତ ଗୁଳି ମାଡ ହେଲା। 3 ଜଣ ଲୋକ ମରଲେ, ହଉଛି 7 ଜଣ ଆହତ ହେଲେ। ତ ସେମାନେ ସଭା ଉପରେ ନିଷେଧାଜ୍ଞା ବି କଲେ। ତ ସଭା ଉପରେ ନିଷେଧାଜ୍ଞା କଲେ ବୋଲି କିସ ହେଲା? ଆମର ହଉଛି ସଭା ଉପରେ ନିଷେଧାଜ୍ଞା କଲେ ବୋଲି ଉଁ, ମାଡି ଆସିଲେ 1500 ଲୋକ। ତ ପୁଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କଲେ ହେଲା।
ଆଉ ଅଗଷ୍ଟ 17ରେ କିସ ହେଇଥିଲା? ଭଣ୍ଡାରୀ ପୋଖରୀ। ମନେ ରଖିବ କୋଉଠି ଭଣ୍ଡାରୀ ପୋଖରୀରେ କିସ ହେଇଥିଲା? 1942 ଅଗଷ୍ଟ 17ରେ ଭଣ୍ଡାରୀ ପୋଖରୀରେ 5,000 ଲୋକ ସ୍ଥାନ ଆକ୍ରମଣ କରି କାଗଜପତ୍ର ନଷ୍ଟ କରିଦିଆଯାଇଥିଲା, ନଷ୍ଟ କରିଦେଇଥିଲେ ବୁଝିଲା। ତ ସେଇ ଯେ ନଷ୍ଟ କରିଥିଲେ ଭଣ୍ଡାରୀ ପୋଖରୀର ଗ୍ରାମର ଲୋକମାନେ ହେଲା। ତ ସେମାନଙ୍କୁ ପାଖାପାଖି 12ଟି ଗାଁକୁ କେତେ ହଜାର ଟଙ୍କା? 2,000 ଟଙ୍କା ଜରିମାନା ହେଇଥିଲା। କୁଶ୍ଚେନ ଆସେ 2,000 ଟଙ୍କା କୋଉ ଗ୍ରାମର ଲୋକମାନଙ୍କୁ ଜରିମାନା ହେଇଥିଲା? ଭଣ୍ଡାରୀ ପୋଖରୀ ଆଖପାଖର 12ଟି ଗ୍ରାମକୁ। କଣ ପାଇଁ ହେଇଥିଲା? 2 ମାର୍କ କୁଶ୍ଚେନ ପଡେ। କଣ ପାଇଁ ଜରିମାନା ହେଇଥିଲା? କାରଣ ହଉଛି ସେମାନେ ହଉଛି ଥାନା ଜଳେଇ ଦେଇଥିଲେ, କାଗଜପତ୍ର ନଷ୍ଟ କରିଦେଇଥିଲେ। କେବେ? 1942 ଅଗଷ୍ଟ 17 ତାରିଖ ଦିନ ବୁଝିଲା। ରୁହରେ ପେନସିଲ ଅଛି। ତାପରେ ଆଉ କିସ ହେଇଥିଲା? ତ ସେଇଦିନ ହଉଛି ଗିରଫ ହେଇଥିଲେ କିଏ କିଏ? ଜଗନ୍ନାଥ ଦାସ ଆଉ ହଉଛି ଦ୍ୱାରିକା ଦାସ ହେଲା, ଗିରଫ ହେଇଥିଲେ। ତାପରେ ଆଉ କିସ ହେଇଥିଲା? ଭଣ୍ଡାରୀ ପୋଖରୀ ଧାମନଗର। ଧାମନଗରରେ କିଏ ନେତୃତ୍ୱ ନେଇଥିଲେ? ଧାମନଗରରେ ନେତୃତ୍ୱ ନେଇଥିଲେ, 1 ମାର୍କ କ୍ୱେଶ୍ଚନ ପଡେ, ଧାମନଗରରେ ନେତୃତ୍ୱ କିଏ ନେଇଥିଲେ? ମୁରଲୀଧର ପଣ୍ଡା। ମୁରଲୀଧର ପଣ୍ଡା ହେଲା। ଧାମନଗରରେ କିଏ? ମୁରଲୀଧର ପଣ୍ଡା। 1 ମାର୍କ କ୍ୱେଶ୍ଚନ ପଡେ। 1 ମାର୍କ କ୍ୱେଶ୍ଚନ ପଡେ, ଧାମନଗରରେ ମୁରଲୀଧର ପଣ୍ଡା ହଉଛି କିସ? ନେତୃତ୍ୱ ନେଇଥିଲେ ହେଲା। ଆଉ କୋଉଠି କୋଉଠି ଗୁଳି ମାଡ ହେଇଥିଲା? 1942 ସେପ୍ଟେମ୍ବର 21ରେ କିସ ହେଇଥିଲା? ପୁଲିସର ଗୁଳି ଚାଳନା ଫଳରେ 10 ଜଣ ଲୋକ ମରିଥିଲେ। କୋଉଠି? ଶ୍ରୀଜଙ୍ଗ ଗ୍ରାମରେ ହେଲା। ସେମାନେ ଚୌକିଦାର ପୋଷାକ ପୋଡି ଯାଇଥିଲା ସେଥିପାଇଁ ହେଲା। ତାପରେ ହଉଛି ତେନ୍ତୁଡି ଗୁଡିଆ, ତୁଡି ଗଡିଆ ଆଉ ଖଇରିଡିହା ମଧ୍ୟରେ ସତ୍ୟାଗ୍ରହୀ ମାନଙ୍କୁ ଦମନ କରିବା ପାଇଁ ପୁଲିସ ଗୁଳି ଚାଳନା କରିଥିଲେ। ମାନେ ଅସଂଖ୍ୟ ଲୋକ ମରିଥିଲେ ବୁଝିହେଲା ଏଇଠି। ଅସଂଖ୍ୟ ଲୋକ ମରିଥିଲେ। ତାପରେ ଆଉ କିସ ହେଇଥିଲା? ଇରମ ହତ୍ୟାକାଣ୍ଡ। ଇରମ ହତ୍ୟାକାଣ୍ଡ କେବେ ହେଲା? 1922 ସେପ୍ଟେମ୍ବର 28। ଅକ୍ଟୋବର ମାସ ସରିଲା, ଏଇନା ସେପ୍ଟେମ୍ବର 28 ହେଲା। କୋଉଠି? ଆମର ହଉଛି ଇରମ, ବାସୁଦେବପୁରର ଇରମ ଠାରେ କରୋନା ଦେବା ପାଇଁ ଲୋକମାନେ ହଉଛି ଏକାଠି ହେଇଥିଲେ। ତ ପଡିଆ ଥିଲା, ପଡିଆର ଗୋଟେ ହିଁ ଏଣ୍ଟ୍ରି ଥିଲା। ତ ପଡିଆର ଗୋଟେ ହିଁ ଏଣ୍ଟ୍ରି ମାନେ ବାହାରି ପାରିଲେନି ଲୋକମାନେ ହେଲା, ପୋଲିସ ଆସିକି ଗୁଳି ମାଡ କଲେ। ତ କେତେ ଜଣ ଲୋକ ମରିଥିଲେ? 28 ଜଣ। ତ ପରିବା ହଉଛି କୋଉ ଝିଅ ମରିଥିଲେ ହେଲା? ଇରମ ହତ୍ୟାକାଣ୍ଡରେ କୋଉ ମହିଳା ମରିଥିଲେ ହେଲା? ନହେଲେ ଏମିତି କ୍ୱେଶ୍ଚନ ଆସେ। ଆମର ହଉଛି ଭାରତ ଛାଡ ଆନ୍ଦୋଳନ ସମୟରେ କୋଉ ମହିଳା ହଉଛି ପ୍ରାଣ ହରାଇଥିଲେ? କିଏ? ଆମର ହଉଛି ପରୀ ବେୱା। 1 ମାର୍କ କ୍ୱେଶ୍ଚନ ପଡେ, ପରୀ ବେୱା ପ୍ରାଣ ହରାଇଥିଲେ ଇରମ ହତ୍ୟାକାଣ୍ଡରେ ହେଲା। ତ 55 ଜଣ ଆହତ ହେଇଥିଲେ। ତ ପଡେ ଇରମ ହତ୍ୟାକାଣ୍ଡ କଣ? ଇରମ ହତ୍ୟାକାଣ୍ଡ ହଉଛି କିସ? ଇରମ ହତ୍ୟାକାଣ୍ଡ କଣ? ତୁମେ କ୍ୱେଶ୍ଚନ ଗୁଡା କରିବ ହେଲା, କ୍ୱେଶ୍ଚନ ଦେବି ଆଜି। ଇରମ ହତ୍ୟାକାଣ୍ଡ କଣ? ବାସୁଦେବପୁରର କୋଉ ଗ୍ରାମରେ? ଇରମ। ବାସୁଦେବପୁରର ଇରମ ଅଞ୍ଚଳରେ 1942 ମସିହା ସେପ୍ଟେମ୍ବର 28 ତାରିଖ ଦିନ ଏକାଠି ହୋଇଥିଲେ ଲୋକମାନେ। କଣ ପାଇଁ? କର ଦେବେନି ବୋଲି। ତ ହଉଛି କର ଦେବେନି ବୋଲି ଏକାଠି ହେଇଥିଲେ। କିନ୍ତୁ ହଉଛି କିସ ହେଲା? ପୁଲିସ ଆସିଲେ ଗୁଳି ଚାଳନା କଲେ। ତ କେତେ ଜଣ ମରିଲେ? 28 ଜଣ। ସେଥିମଧ୍ୟରୁ ଝିଅ କିଏ ଥିଲା? ପରୀ ବେୱା ହେଲା। ତ ଏହାକୁ ଜାଲିବାନାବାଲା ହତ୍ୟାକାଣ୍ଡ ସହ ମଧ୍ୟ ତୁଳନା କରାଯାଏ। ଆଉ ଏହାକୁ ହଉଛି ଇରମକୁ ସେଥିପାଇଁ ରକ୍ତ ତୀର୍ଥ କୁହାଯାଏ ହେଲା। ଏତିକି ଜଣ ମରିଥିଲା ନା, ସେଥିପାଇଁ ରକ୍ତ ତୀର୍ଥ କୁହାଯାଏ। ତ କ୍ୱେଶ୍ଚନ ପଡେ ରକ୍ତ ତୀର୍ଥ କାହାକୁ କୁହାଯାଏ? ଇରମକୁ ବୁଝିହେଲା। ଇରମ କାହା ସହ ତୁଳନା କରାଯାଇଛି? ଇରମକୁ ହଉଛି ଆମର ଜାଲିବାନାବାଲା ବାଗ ହତ୍ୟାକାଣ୍ଡ ସହ ତୁଳନା କରାଯାଇଛି। 6 ମିନିଟ ପରେ କଟିଯିବ ହେଲା, କ୍ୱେଶ୍ଚନ ଲେଖିକି ପଠେଇବି କାଲି କରିକି ଦେଖେଇବ ନା। ତାପରେ ହଉଛି ଆଉ କିସ ହେଇଥିଲା? ନିମାପଡା। ନିମାପଡାରେ ସେପ୍ଟେମ୍ବର 28 ମାନେ ଇଏ ପୂର୍ବରୁ ହେଇଥିଲା ହେଲା। ମାନେ ଇଏ ହଉଛି ପରେ ହେଇଥିଲା, ଇଏ ପୂର୍ବରୁ ସେପ୍ଟେମ୍ବର 16 ତାରିଖ ଦିନ ଖଜଣା ନ ଦେବା ପାଇଁ ସ୍ଥିର କଲେ। କୋଉମାନେ? ଆମର ପୁରୀ ଜିଲ୍ଲାର ନିମାପଡା ଠାରେ ହେଲା। ଆଉ ହଉଛି କିସ କଲେ? ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଚେଷ୍ଟା କଲେ। ତ ପୁଲିସ ବାରଣ କଲେ। ତ ପୁଲିସ ବାରଣ କରିବା ଦ୍ଵାରା କିସ କଲେ ମାନେ ଥାନାରେ ନିଆଁ ଲଗେଇଥିଲେ ହେଲା, ଥାନାରେ ନିଆଁ ଲଗେଇଥିଲେ। ତ ଥାନାରେ ନିଆଁ ଲଗେଇଲେ ଯେ ସେଠି ହଉଛି କିସ? ଉତ୍ସବ ମଲ୍ଲିକ। ଉତ୍ସବ ମଲ୍ଲିକ ପୁଲିସର ଗୁଳି ଚାଳନାରେ କିଏ ମରିଥିଲେ? ଉତ୍ସବ ମଲ୍ଲିକ। ତ ମନେ ରଖ କିଏ କିଏ ମରିଲେ ଦେଖ। ଉତ୍ସବ ମଲ୍ଲିକ ଜଣେ ମରିଲେ, ଆଉ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ହେଇଥିଲା ବୁଝିହେଲା। ଉତ୍ସବ ମଲ୍ଲିକ ମରିଲେ, ପରିବେବା ମରିଲେ। ପରିବେବା ମରିଲେ ହଉଛି କୋଉଠି? ଆମର ହଉଛି ଇରମରେ। ଆଉ ହଉଛି ଉତ୍ସବ ମଲ୍ଲିକ କୋଉଠି ମରିଲେ? ପୁରୀ ଜିଲ୍ଲାର ନିମାପଡାରେ। ଆଉ ହଉଛି ଲକ୍ଷ୍ମଣ ନାୟକ କୋଉଠି ମରିଲେ? ବୋଇପାରୀଗୁଡା ତେନ୍ତୁଳି ଗୁମା ଗ୍ରାମରେ ହେଲା। ସେ ହଉଛି ତେନ୍ତୁଳି ଗୁମା ଗ୍ରାମରେ। ଲକ୍ଷ୍ମଣ ନାୟକ କିଏ? ଲକ୍ଷ୍ମଣ ନାୟକ ହଉଛି ଆମର କୋରାପୁଟ ଜିଲ୍ଲା ସରି କଟକ ଜିଲ୍ଲାର ହଉଛି କିସ ନେଇଥିଲେ? ନା କୋରାପୁଟ ଜିଲ୍ଲାର ହଉଛି ନେତୃତ୍ୱ ନେଇଥିଲେ ହେଲା। ତ ତାଙ୍କୁ ହଉଛି କେବେ? 1942 ମସିହା ଅଗଷ୍ଟ 21ରେ କଂଗ୍ରେସ ପତାକା ଓ ଲାଠି ଧରି କଂଗ୍ରେସ ପତାକା ଓ ଲାଠି ଧରି ମାଥିଲି ଥାନା ଘେରାଉ କରିଥିଲେ। କୋଉ ଥାନା ଘେରାଉ କରୁଥିଲେ? ମାଥିଲି ଥାନା ହେଲା। ତ ମହାତ୍ମା ଗାନ୍ଧୀଙ୍କର ଜୟରେ ଚତୁର୍ଦିଗର ଧ୍ୱନି କମ୍ପିତ ହୋଇ ଉଠୁଥାଏ। ସେଠାରେ ପୋଲିସର ଗୁଳି ଚାଳନା ଫଳରେ କେତେ ଜଣ? 5 ଜଣ ବ୍ୟକ୍ତି ପ୍ରାଣ ହରାଇଲେ। ଆଉ ହଉଛି ମାଡରେ ବି ବହୁତ ଜଣ ହଉଛି କିସ? ଘାଇଲା ହେଇଗଲେ। ଆଉ ହଉଛି ଲକ୍ଷ୍ମଣ ନାୟକଙ୍କୁ ଫାଶୀ କଣ ପାଇଁ ହେଇଥିଲା? କ୍ୱେଶ୍ଚନ ଆସେ 2 ମାର୍କର। ଲକ୍ଷ୍ମଣ ନାୟକଙ୍କୁ ଫାଶୀ କଣ ପାଇଁ ହେଇଥିଲା ଆଉ କେବେ ହେଇଥିଲା?
ଲକ୍ଷ୍ମଣ ନାୟକଙ୍କୁ ଫାଶୀ ହେଇଥିଲା କାରଣ ହଉଛି ତାଙ୍କୁ ହଉଛି ଗୋଟେ ହଉଛି ମିଥ୍ୟା ଦୋଷ କୁହାଯାଏ ଯେ ମିଥ୍ୟା ଦୋଷ ମାନେ ଗୋଟେ ଜଙ୍ଗଲ ଆରକ୍ଷୀ ମାନେ ହଉଛି ଇଂରେଜ କର୍ମଚାରୀଙ୍କୁ ପିଟି ପିଟି ହଉଛି ଲକ୍ଷ୍ମଣ ନାୟକ ହତ୍ୟା କରିଥିଲେ ସେଇ ଦୋଷରେ ତାଙ୍କୁ ଫାଶୀ ହେଇଥିଲା ବୋଲି କୁହାଯାଏ ହେଲା। ତ କେବେ ହେଲା ଫାଶୀ? 1943 ମାର୍ଚ୍ଚ ମାସ 29 ତାରିଖ ଦିନ ହେଲା। ଆଉ 1942 ରେ ହଉଛି ଆଉ 1942 ଆନ୍ଦୋଳନରେ ଏକମାତ୍ର ବ୍ୟକ୍ତି ଯିଏ ଫାଶୀ ପାଇଛନ୍ତି କିଏ? ଲକ୍ଷ୍ମଣ ନାୟକ ହେଲା। ଆଉ ଅଲଗା ଲୋକ ଫାଶୀ ପାଇନାହାନ୍ତି। ଆଉ କିସ ହେଇଥିଲା 1942 ଅଗଷ୍ଟ 24 ରେ କୋରାପୁଟର ପାପଡାହାଣ୍ଡି ଗ୍ରାମରେ ଲୋକମାନେ ସେଠି ବି ନିଆଁ ଲଗେଇ ଦେଇଥିଲେ ବୁଝିଲେ। କୋରାପୁଟର ପାପଡାହାଣ୍ଡିରେ ଥାନା ଧ୍ୱଂସ କରିଦେଇଥିଲେ। ଆଉ ହଉଛି କିସ 15 ଜଣ ବ୍ୟକ୍ତି ପ୍ରାଣ ତ୍ୟାଗ କରିଥିଲେ ପୋଲିସ ଗୁଳି ଚାଳନାରେ। ଆଉ ସମ୍ବଲପୁରରେ ଭାରତ ଛାଡ ଆନ୍ଦୋଳନ ବହୁ ମାତ୍ରାରେ ପ୍ରଭାବିତ ହେଇଥିଲା। ଛାତ୍ରମାନେ ଇଂରେଜ ଶାସନ ମଧ୍ୟ ପରିଚାଳନା କରି ଛାତ୍ରମାନେ ଇଂରେଜ ଶାସନକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରିଦେଇଥିଲେ। ଆଉ ହଉଛି ଓଡିଶାର ଗଡଜାତ ରାଜ୍ୟ ମାନଙ୍କ ମଧ୍ୟରୁ ତାଳଚେର, ଢେଙ୍କାନାଳ, ଆଠଗଡ, ନୟାଗଡ ସ୍ଥାନ ବିଶେଷ ପ୍ରଭାବିତ ହେଇଥିଲା। ତାଳଚେରର ପବିତ୍ର ମୋହନ ପ୍ରଧାନ ଆଉ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ। ପବିତ୍ର ମୋହନ ପ୍ରଧାନ ଆଉ ହଉଛି ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ଆନ୍ଦୋଳନର ନେତା ଥିଲେ ହେଲା। ତାଳଚେରର ଆନ୍ଦୋଳନ ନେତା କିଏ ଥିଲେ? ପବିତ୍ର ମୋହନ ପ୍ରଧାନ। ଆଉ ହଉଛି ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ କ୍ୱେଶ୍ଚିନ୍ ଆସେ। ତ ବୈଷ୍ଣବ ଚରଣଙ୍କ ନେତୃତ୍ୱରେ ଅଗଷ୍ଟ ଅଗଷ୍ଟ 26ରେ ଆନ୍ଦୋଳନକାରୀ ମାନେ ମୋଡି କାମାକ୍ଷାନଗର ହେଲା କାମାକ୍ଷାନଗର ଥାନା ଆକ୍ରମଣ କରି ଅସ୍ତ୍ରାଗାର ତହସିଲ ଅଫିସ ଆଉ ଜଙ୍ଗଲ ବିଭାଗ ଅଫିସ ରେ ନିଆଁ ଲଗେଇ ଦେଇଥିଲେ ବୁଝିହେଲା। ତ ମନେ ରଖ ଅସହଯୋଗ ଆନ୍ଦୋଳନ କିସ ବହୁତ ଲୋକ ମରିଛନ୍ ବେଶୀ ହଉଛି କିସ କରିଛନ୍ ନିଆଁ ଲଗେଇଛନ୍ ଲୋକମାନେ ନିଆଁ ଲଗେଇ ଦେଇଛନ୍ ପୁଲିସ ଷ୍ଟେସନ ଡାକଘର ସବୁ ନିଆଁ ଲଗେଇ ଦେଇଛନ୍ ବୁଝିଲେ। ତ ମନେ ରଖବ ହେଲା। ତ ତୁମର କ୍ୱେଶ୍ଚନ ହେଲା ଲଙ୍ଗ କ୍ୱେଶ୍ଚନ କୋଉଟା କୋଉଟା ହବ କହନା ମୁଁ କ୍ରିପ୍ସ ମିଶନ ର ପ୍ରସ୍ତାବ ଗୁଡିକ ଲେଖିପାରବ। ଭାରତ ଛାଡ ଆନ୍ଦୋଳନ କିପରି ଗୃହୀତ ହେଇଥିଲା? କିଏ କିଏ ଥିଲେ? ଆମର ହଉଛି ମୌଲାନା ଆବୁଲ କାଲାମ ଆଜାଦ ଥିଲେ। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଥିଲେ। ଆଉ କିଏ ଥିଲେ? ଆମର ହଉଛି ମହାତ୍ମା ଗାନ୍ଧୀ ଥିଲେ ହେଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଥିଲା। କେବେ ଗୃହୀତ ହେଲା? 1942 ଆମର ହଉଛି ଅଗଷ୍ଟ 9 ତାରିଖ ଦିନ। ଆଉ ଭାରତ ଛାଡ ଆନ୍ଦୋଳନ କାର୍ଯ୍ୟକ୍ରମ କଣ ଥିଲା 5 ମାର୍କ ଏଗୁଡା ସବୁ 5 ମାର୍କ ହେଲା। ଭାରତ ଛାଡ ଆନ୍ଦୋଳନରେ ଦମନ ପାଇଁ ବ୍ରିଟିଶ ସରକାର କି ପଦକ୍ଷେପ ଗ୍ରହଣ କରିଥିଲେ? କି ପଦକ୍ଷେପ? ଫାଷ୍ଟ ହଉଛି ପିଟିଲେ ତାପରେ ହଉଛି ଆଉ କିସ କଲେ ଜେଲ ନେଲେ ତାପରେ ହଉଛି ଗୁଳି ମାଡ ବି କଲେ ଲାଷ୍ଟ କିସ ସରକାର ହଉଛି ଘୋଷଣା କରିଦେଲେ ଯେ ଅସହଯୋଗ ଆନ୍ଦୋଳନ ହଉଛି ଦମନ କରାହେଇଛି। ଆଉ ଅଛି ଲକ୍ଷ୍ମଣ ନାୟକ କିସ ଲକ୍ଷ୍ମଣ ନାୟକଙ୍କ ଅବଦାନ ଲକ୍ଷ୍ମଣ ନାୟକଙ୍କ ଅବଦାନ ମାନେ ହଉଛି ତୁମେ କହିବ ହଉଛି ଲକ୍ଷ୍ମଣ ନାୟକ କୋଉଠାର ନେତୃତ୍ୱ ନେଉଥିଲେ କୋରାପୁଟର ନେତୃତ୍ୱ ନେଇଥିଲେ ହେଲା। ଆଉ ତାଙ୍କୁ କେବେ ଫାଶୀ ହେଲା? ତାଙ୍କୁ ହେଲା ଫାଶୀ ହଉଛି 1942 ମାର୍ଚ୍ଚ 13ରେ କଣ ପାଇଁ? କାରଣ ହଉଛି ସେ ହଉଛି ୟା ପିଟି ପିଟି ଜଙ୍ଗଲ ରକ୍ଷୀଙ୍କୁ ଇଏ କରିଥିଲେ ବୋଲି। ତାପରେ ହଉଛି ବିନୋବା ଭାବେଙ୍କ ବିଷୟରେ ଜାଣିଛ ବିନୋବା ଭାବେ କେଉଁଠି ପାନାଉର ଠାରେ କିସ କରିଥିଲେ ଆନ୍ଦୋଳନ ଆରମ୍ଭ କରିଥିଲେ 1942 କେବେ 1942 କହୁଛି 1939 ଦେଖିଦବ ହେଲା ମନେ ପଡୁନି କେବେ ବିନୋବା ଭାବେ ପ୍ରଥମ ଆନ୍ଦୋଳନ ଆରମ୍ଭ କରିଥିଲେ। ତାପରେ ହଉଛି ଭାରତ ଛାଡ ଆନ୍ଦୋଳନର ପ୍ରସ୍ତାବ ଗୃହୀତ ପରେ ଗାନ୍ଧିଜୀଙ୍କୁ କେବେ ଗିରଫ ହେଲା 9 ତାରିଖ ଦିନ ଅଗଷ୍ଟ 9 ତାରିଖ ଦିନ। କ୍ୱେଶ୍ଚନ ଗୁଡା କରିଥିବ ନା କାଲି ହେଲା। ଭାରତ ଛାଡ ଆନ୍ଦୋଳନ ସମୟରେ ବିହାରରେ ଛାତ୍ରମାନେ କେବେ ଆଉ କେଉଁଠାରେ ଜାତୀୟ ପତାକା ଉତ୍ତୋଳନ କଲେ? କୋଉଠାରେ ସଚିବାଳୟରେ ବିହାର ସଚିବାଳୟରେ ହେଲା କଟିଯିବ। ରେଭେନ୍ସା କଲେଜର ଭାରତ ଛାଡ ଆନ୍ଦୋଳନ କୋଉ ଛାତ୍ର ବିବେକାନନ୍ଦ ମିଶ୍ର ହେଲା ସେମାନଙ୍କ ଦ୍ଵାରା ପରିଚାଳିତ ହେଇଥିଲା। ତ ସେ ବି ସବୁ କ୍ୱେଶ୍ଚନ ଆଟେଣ୍ଡ କରି ଦେଖିଥିବ ବୁଝିହେଲା। ଏତିକି ଥିଲା ବିଷୟ କଟିଯିବ ଏଇନା ହେଲା। ଏଇ କ୍ୱେଶ୍ଚନ ଟା କରନା ହରେକୃଷ୍ଣ ମହତାବ ଏଇଟା ହବ ଆନ୍ସର ହେଲା। ଇଏ ବି ଅଛନ୍ ଇଏ ବି ଅଛନ୍ ଇଏ ବି ଅଛନ୍ ଇଏ ହଉଛି ସମ୍ପୃକ୍ତ ନୁହନ୍ତି। ଇଏ ବି ସମ୍ପୃକ୍ତ ନୁହନ୍ତି ଗୋପବନ୍ଧୁଙ୍କର ନାମ ବି ତ ପଢିନେ ହେଲା ତ କଟିଯିବ ଏଇନା। ତ ଆଉ ଲିଙ୍କ ପଠେଇବିନି ହେଲା ମାନେ ଅପଲୋଡ କରିଦେବି ୟୁଟ୍ୟୁବରେ ବୁଝିହେଲା ନା। ସାର୍ ଏଇଗୁଡା କରି ଆଣିବା। ହଁ କ୍ୱେଶ୍ଚନ ଗୁଡ଼ା କାଲି ଲେଖିଥିବ ହେଲା। ମୁଁ ନୋଟ୍ ପଠେଇଦେବି ଟେନସନ ନିଅନି। କଟିଯିବ ଏଇନା।